ପିଲାମାନେ ଆଜି ଆମର କ'ଣ ରୋଷେଇ ହେଇଛି? ଆଜି କେହି ନାହାନ୍ତି, ଖାଲି ଶାଗ, ଭାତ, ଲେମ୍ବୁ ଟିକେ ମଳିବି ଆଉ ମଟର ତରକାରୀ। କାହିଁକି ନା ମୁଁ ତ ରବିବାର ଆଇଁଷ ଖାଏ ନା, ହେଲା କି ରବିବାର ଆଇଁଷ ଖାଏ ନା, ତେଣୁ ଏକୁଟିଆ କଥା ଆଡ଼େ କ'ଣ ରୋଷେଇ କରିବି, ଯାହା ହେଲେ ଏତେ ଖାଇଦେଲେ ଗଲା, ନାଇଁ କି? ଯାହା ଟିକେ ହେଲେ ଏତିକି ଖାଇଦେଲେ ଗଲା, ଖାଇଦେବା ଆ ଭିତରେ ଗୋଟେ ବୁଲିବାକୁ ମୋର ପଡ଼ିଗଲା ସୁଯୋଗ, ବୁଝିଲେ ନା? ପିଲାମାନଙ୍କୁ ଟିକେ ଜେଜେମା ତାଙ୍କର ଭଲ ମନ୍ଦ କହୁଥିଲେ, ଏଇଠି କେତେ ଦିନ ହେଲା ମୁଁ କହିପାରିନି। ମୋତେ ସୁଯୋଗ ଗୋଟେ ମିଳିଗଲା। ମୋ ପୁତୁରା ଏଇଠି ଜଣେ ରହୁଛି, ଆମର ଆଶ୍ରମରେ। ସେଠି ହେଉଛି ସେଇଟା ବେଦବ୍ୟାସରେ ମୋ ପୁତୁରା ଜଣେ ରହୁଛି। ମୁଁ ସେମିତି ଶୁଣିଛି, ମୋ ମନରେ ତ ନିଶା ଲାଗିଲା, ମୁଁ କେମିତି ଟିକେ ଯିବି। ଆଉ ତା ମା ତ ଯାଇଥିଲା, ଆମର ଭଉଣୀ ହେବ ମୋର, ତା ମା ତ ଯାଇଥିଲା। ଆମର ଜାଗର ମେଳା ସେଠି ବହୁତ ସୁନ୍ଦର ଭାବେ ହୁଏ। ମୁଁ ସେଇଦିନ ଗୋଟେ ମୋ ମନରେ ରହିଥିଲା, ତାକୁ ଜଣେଇଲି। ମୁଁ ସେଠି ଚାଲେ ଆଉ ଟିକେ ଯିବା। ମୁଁ ଗତ ମଙ୍ଗଳବାର ଦିନ ଯାଇଥିଲି, କାଲି ଫେରିଲି। ବହୁତ ଦେଖିଲି, ଠାକୁର ବହୁତ ଦେଖିଲି। ମୁଁ ଗୋଟିଏ ଯେଉଁ ଠାକୁର ସବୁ ଦେଖିଛି ନା, ସବୁ ପକେଇବି ୟୁଟ୍ୟୁବରେ। ହନୁମାନ ବାଟିକା, ତାପରେ 3 ନମ୍ବର ସେକ୍ଟର 3ରେ ଜଗନ୍ନାଥ ମନ୍ଦିର। ଆଉ ବହୁତ ମୋତେ ଯେଉଁ 4 ଦିନ ଗଲି ନା, ବହୁତ ଏନ୍ଜୟ କରିଛି। ଆଉ ଗୋଟେ ମୋର ଅଭୁଲା ସ୍ମୃତି, ମୋର ଗୋଟେ ପାଠପଢ଼ା ସେଠି ରଘୁନାଥପାଲି ହାଇସ୍କୁଲର ପାଠପଢ଼ା ସାଙ୍ଗ ସେଇଠି ରହୁଛି, ତାକୁ ବି ଭେଟିଥିଲି। ମଜାମସ୍ତି ହେଲା, ଖୁସି ହେଲି ବହୁତ। ଖାଇବା ପିଇବା ଡାକିଥିଲା, ଖାଇବା ପିଇବାକୁ ଦେଇ, ଲୁଗାପଟା ମୋ ପାଇଁ କରି, ମୁଁ ତାକୁ ବି କହିଛି, ତୁ ଥରେ ଆସେ। ତା ଝିଅ କଟକରେ ପାଠ ପଢ଼ୁଛି ନା, କଟକ ତ ସେ ଆସୁଛି ମଝିରେ ମଝିରେ। ତାକୁ ବି ମୁଁ କହିଛି, ତୁ ଆସେ ଥରେ। କହିଛି ତ, ଦେଖାଯାଉ। ମାନେ ମୋର ଇଚ୍ଛା ଥିଲା ପାନପୋଷ ମୁଁ ଥରେ ଯିବି, 50 ବର୍ଷ ପରେ, ଦୀର୍ଘ 50 ବର୍ଷ ପରେ। ଯିଏ ଶୁଣୁଛି କହୁଛି, କ'ଣ ତୁ କହୁଛୁ, 50 ବର୍ଷ ପରେ ଯାଇକି ବୁଲିକି ଆଇଲୁ? ମୋର ଗୋଟେ ଇଚ୍ଛା ଥିଲା, ମନରେ ବଡ଼ ଇଚ୍ଛା ଥିଲା, ଗୋଟେ ସ୍ୱପ୍ନ ଥିଲା କହିଲେ ଚଳେ। ଖାଲି ଇଚ୍ଛା ନୁହେଁ, ଗୋଟେ ସ୍ୱପ୍ନ ଥିଲା। ସେ ସ୍ୱପ୍ନଟା ମୋର ପୂରଣ ହେଇଗଲା। ପୁତୁରା ଜଣକ ବି ମୋତେ କିଛି କେମିତି ଭଲରେ ମାଉସୀ ବୁଲିବ, ବହୁତ ତା କାମ ପଛରେ ପକେଇ ସବୁଆଡ଼ ବୁଲେଇଦେଲା, ସବୁଆଡ଼। ଆହୁରି କହୁଥିଲା, ମୁଁ କହିଲି ନାଇଁରେ ବାବା, ମୁଁ ଆଜି ମୋ ସାଙ୍ଗକୁ ଦେଖା କରିବି। ମୁଁ ଆଜି ରାତିକୁ ମୋର ଗାଡ଼ି ଅଛି ନା, ମୁଁ ଆଜି ମୋ ସାଙ୍ଗକୁ ଦେଖିବି ଟିକେ। ଠାକୁର ତ ଆଜି ନହେଲେ କାଲି ଦେଖିବାର ସୁଯୋଗ ମିଳିବ। ସବୁ ଠାକୁର ଦେଖେଇଛି, ସବୁ ଠାକୁର। ମନ ଇଚ୍ଛା ବୁଲିଛି, ଗୋଡ଼ ପରାସ ଆଜି ଯାଏଁ କମୁନି। ମୁଁ ସବୁ ଗୋଟେ ଗୋଟେ ପକେଇବି, ଏମିତି ସବୁ। ଆଉ ଭାବିନଥିଲି ସତରେ ମୁଁ ଯାଇପାରିବି। ଆଉ ମନ ଅଛି ନା, ବହୁତ ଥର ଚେଷ୍ଟା କରିଛି। ଜଞ୍ଜାଳମୟ ଜୀବନ,
ରୁ ମୁଁ ଅବସର ନେଇ ସାରିଲିଣି। ଯେତିକି ଯିବାର ଅଛି ଯୁଆଡ଼େ ବୁଲିବାକୁ ଏଥର ବୁଲିବି ମନ ଖୁସି। ଆଜି ପୁରା ଏକୁଟିଆ। ଅଳସୁଆମୀରେ ଯଦି ରୋଷେଇ ନ କରିବି ଭାତ ଦିଟା ତାହେଲେ ଏଆଡ଼ୁ ସେଆଡ଼ୁ କ'ଣ ଖାଇବି? ଯାହା ହେଲା ସେତିକି ଚଳିବ। ଲେଉଟିଆ ଶାଗଟା ଉଷୁମ ଉଷୁମ ବଢ଼ିଆ। ମୁଁ ଖାଇବି ସାରେ। ମୋ ସାଙ୍ଗ ମୋତେ ଗୋଟେ ଶାଢ଼ୀ ଦେଇଛି, ଗୋଟେ ସେଣ୍ଟ ଦେଇଛି। ଭାରି ବ୍ୟସ୍ତ ହେଲା, ହଠାତିଆ ଯାଇ ପହଞ୍ଚିଲି। ମୁଁ କହିଲି ତୁ ଜମା ବ୍ୟସ୍ତ ହନା, ମୁଁ ଯେତିକି ମୋତେ କିଛି ନଦେଲେ ବି ମୁଁ ତତେ ଦେଖିଲି ମୁଁ ବହୁତ ଖୁସି। ଜିନିଷଟା ବଡ଼ କଥା ନୁହଁ, ସବୁଆଡ଼େ ସବୁ ମିଳୁଛି ନାଇଁ କି? ସବୁଆଡ଼େ ସବୁ ମିଳୁଛି। 50 ବର୍ଷ କମ୍ ଗୋଟେ ଯୁଗ ପରେ ହେଲାଣି ଆସି। ରାତିକି ଦେଖିବା କ'ଣ ଗୋଟେ କରିଦେବା। ଏବେ କଥା ଏବେ ସରୁ।